ଆପଣଙ୍କର ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ସରିଲା ପରେ ବ୍ଲକରୁ ଏବେ ଆମେ ଏଇ ଗ୍ରାମ ପଞ୍ଚାୟତରେ ଅଛୁ। ପ୍ରବାସୀ ଶ୍ରମିକ ସଚେତନତା ଶିବିର କାର୍ଯ୍ୟକ୍ରମ କରିଥିଲୁ। ଏହା ସହିତ ମଧ୍ୟ ଝିଅ ପାଇଁ ଗଛଟିଏ, ଗର୍ଭବତୀ ଶିଶୁ ପାଇଁ ଦିନଟିଏ ଏବଂ ପକ୍ଷୀ ପାଇଁ ଦିନଟିଏ ଏ କାର୍ଯ୍ୟକ୍ରମ ମଧ୍ୟ ଆମେ ହାତକୁ ନେଇ ଆସୁଛୁ ଦୀର୍ଘ 1.5 ବର୍ଷ ହେଲା। ଆପଣଙ୍କର ଏଇ ଗଣମାଧ୍ୟମରେ ମୁଁ କହିବାକୁ ଚାହେଁ ଯେ ଆମେ ଝିଅ ଜନ୍ମ ପର ଘରକୁ ନୁହେଁ, ଦୁହିତା ଦୁଇ କୂଳକୁ ହିତା। ଝିଅ ଜନ୍ମକୁ ଆମେ ଅଗ୍ରାଧିକାର ଦେବା ଏବଂ ପକ୍ଷୀ କୂଳର ବଞ୍ଚିବା ପାଇଁ ତାଙ୍କୁ ମଧ୍ୟ ତାଙ୍କ ପାଇଁ ବସା ତିଆରି କରିବା, ତାଙ୍କ ପାଇଁ ପାଣିର ଯୋଗାଡ଼ କରିବା, ତାଙ୍କ ପାଇଁ ତଣ୍ଡୁଳ ବା ଖାଦ୍ୟ ଯୋଗାଡ଼ କରିବା ଏବଂ ଗର୍ଭବତୀରେ ବଢ଼ୁଥିବା ଶିଶୁ ପାଇଁ ମଧ୍ୟ ଗୋଟେ ମାଆର ଯତ୍ନ କେମିତି ନିଆଯାଏ, ତାର ସ୍ୱାମୀ, ତାର ଦିଅର, ତାର ଶାଶୁ, ତାର ଶ୍ୱଶୁର, ତାର ନଣନ୍ଦ ସମସ୍ତେ ଦାୟିତ୍ୱବାନ ହେବା ଉଚିତ। କାରଣ ଗର୍ଭ ଶିଶୁଟାକୁ ଯଦି ଭଲ ଦୁନିଆର ଆଲୋକ ଦେଖିବାକୁ ଚାହାନ୍ତି ତାହେଲେ ମାଆର ଯତ୍ନ ନେବା ଉଚିତ ଏବଂ ଶିଶୁର ଯତ୍ନ ନେବା ଉଚିତ। ଏହି କାର୍ଯ୍ୟକ୍ରମ ଦ୍ୱାରା ଆମେ ସଚେତନ କରୁଛୁ ସେହି ଗ୍ରାମ ପଞ୍ଚାୟତର ଗାଁର ଲୋକମାନଙ୍କୁ ଯେ ସେମାନେ କିଭଳି ଭାବରେ ଜମାରୁ ବାହାରକୁ ଯିବେ ନାହିଁ, ପ୍ରବାସୀ ଶ୍ରମିକ ହିସାବରେ ବା ଭତ୍ତା ଖଟିବାକୁ ଯିବେନି। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଯୋଜନାରେ ନିୟୋଜିତ ହେଇକି ସେମାନଙ୍କର ଗୁଜୁରାଣ ମେଣ୍ଟେଇବେ। ତାଙ୍କର ଦୈନନ୍ଦିନ ମଜୁରୀ ପାଇବା ସହିତ ଆପଣମାନଙ୍କର ଯେଉଁ ଯୋଜନା ସବୁ ଅଛି ତାର ଲାଭ ପାଇବେ। ସେଥି ନିମନ୍ତେ ଏ ଆୱାରନେସ୍ ବା ସଚେତନତା କାର୍ଯ୍ୟକ୍ରମର ଆମେ ଆଜି ଆୟୋଜନ କରିଥିଲୁ। ଏଠି ବହୁ ସଂଖ୍ୟାରେ ଏହି ଗ୍ରାମ ପଞ୍ଚାୟତର ଅଧିବାସୀ ଥିଲେ, ସେମାନେ ସଚେତନ ହେଇଛନ୍ତି ଏବଂ ସଚେତନ ଆଗକୁ ମଧ୍ୟ ଅନ୍ୟମାନଙ୍କୁ ସେମାନେ କରିବେ ଏ ଭରସା ଅଛି।